नमस्कार सांगमाने जय श्री जगन्नाथ सांगमाने आज तो जानिबा आखि खोली देला भली विचार जीवन सहित समय बदले समय सहित जीवन बदले समय आम प्रियजन सहित बदले नहीं किंतु केवल आम निज लोक माने बा प्रियजन माने समय सहित बदली जाती। मन रखते सांगमाने शत्रुटी भी अधिका से मनुष्य ठारू सतर्क रुहंतु जी आपणक शत्रुर सांग होइथिबो एवं आपणकर भी सांग होइथिबो। एभली लोक सहित सतर्क निहाती भाबरे आवश्यक, सतर्क रहबा निहाती भाबरे आवश्यक। जदि आपणक कुकुर अन्य मानक छाड़ी जदि आपणक भोकिबाकु लागे तेबे बुझी जांतु कुकुर को खाद्य आउ कि देउछि। बुझा भली कथा पशु हेउ कि मनीष मुह आगे अलगा एवं पिठी पछरे कहउथिबा आउ गोटे अलगा कथा। एहिभଳି ଲୋକଙ୍କଠାରୁ ସାମାଜିକ ଦୂରତା ବଜାୟ ରଖନ୍ତୁ। ଏହିଭଳି ଲୋକ ଶତ୍ରୁଠୁ ବି ବହୁତ ଅଧିକା ବିପଦ ଅଟନ୍ତି। କେହି ଜଣେ ପ୍ରଶ୍ନ ପଚାରିଲେ ଓଜନ ବଢ଼ିଗଲେ କ'ଣ କରିବେ? କେହି ଜଣେ ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି, ଯଦି ଆପଣଙ୍କ ଶରୀର ବୃଦ୍ଧି ହେଉଛି ତେବେ ବ୍ୟାୟାମ କରନ୍ତୁ। ଯଦି ଆପଣଙ୍କ ମନର ବୃଦ୍ଧି ପାଏ ତେବେ ଧ୍ୟାନ କରନ୍ତୁ ବା ଯୋଗ କରନ୍ତୁ। ଏବଂ ଯଦି ଆପଣଙ୍କର ସମ୍ପତ୍ତି ବୃଦ୍ଧି ପାଏ ତେବେ ଦାନ କରନ୍ତୁ। ତାପରେ ଦେଖନ୍ତୁ ଜୀବନରେ କେବଳ ଖୁସି ହିଁ ଖୁସି ମିଳିବ ଏବଂ ଆପଣ ମଧ୍ୟ ଖୁସିରେ ରହିବେ। ଯଦି ଆସକ୍ତି ଅତ୍ୟଧିକ ହୋଇଯାଏ ତେବେ ମନ୍ଦ ଦେଖା ଯାଇପାରିବ ନାହିଁ ଏବଂ ଯଦି ଘୃଣା ବୃଦ୍ଧି ପାଏ ତେବେ ଭଲତା ଦେଖାଯାଇପାରିବ ନାହିଁ। ଯଦି ଜଣଙ୍କ ପ୍ରତି ଆପଣଙ୍କ ଘୃଣା ବଢ଼ିଯାଏ ନା ତା ଭଲ ଆପଣଙ୍କୁ ଦେଖାଯିବନି। ଯଦି ଜଣଙ୍କ ପ୍ରତି ଆପଣଙ୍କର ଭଲ ପାଇବା ବଢ଼ିଯାଏ ତାର ଘୃଣା ଆପଣଙ୍କୁ ଦେଖାଯିବ ନାହିଁ। କେହି ଜଣେ ଏତେ ସୁନ୍ଦର କଥା କହିଛନ୍ତି, କଣ୍ଟା ମଧ୍ୟରେ ରହି ମଧ୍ୟ ଫୁଲ ଖୁସି ହୁଏ ଏବଂ ମହଲରେ ରହି ମଧ୍ୟ ମଣିଷ ଦୁଃଖୀ ହୁଏ। ଯେପରି ଫୁଟନ୍ତା ପାଣିରେ ଛାଇ ଦେଖା ଯାଇପାରିବ ନାହିଁ, ଠିକ୍ ସେହିପରି କ୍ରୋଧର ଅବସ୍ଥାରେ ସତ୍ୟକୁ ଦେଖି ହେବ ନାହିଁ। ମନେ ରଖନ୍ତୁ ସାଙ୍ଗମାନେ, କିଛି କହିବା ପୂର୍ବରୁ ଗୋଟେ ଥର ନିଶ୍ଚୟ ଭାବରେ ବିଚାର କରନ୍ତୁ। ଚୋଟ ବାଜିକି ହୋଇଥିବା ଘା ତ ଭଲ ହୋଇଯିବ, କିନ୍ତୁ କଥାରେ ହୋଇଥିବା ଘା ସବୁଦିନ ପାଇଁ ମନେ ରହିଥାଏ। କୋଇଲା ଏବଂ ମଣିଷର ଜଳିବା କେବଳ ସେତେବେଳେ ଶାନ୍ତ ହୁଏ ଯେତେବେଳେ ସେ ନିଜେ ପାଉଁଶ ହୋଇଯାଏ। ବୁଝାବଣାର ପାର୍ଥକ୍ୟ। କିଛି ଲୋକ ଅନ୍ୟମାନଙ୍କୁ ଦେଖିକି ବଞ୍ଚିବା ଶିଖନ୍ତି ଏବଂ କିଛି ଲୋକ ଅନ୍ୟମାନଙ୍କୁ ଦେଖି ଈର୍ଷା କରନ୍ତି। କ'ଣ ସାଙ୍ଗମାନେ ସତ କଥା ନା? ମନେ ରଖନ୍ତୁ, ଗର୍ବର ଶକ୍ତି ଦୂତମାନଙ୍କୁ ମଧ୍ୟ ଶୈତାନରେ ପରିଣତ କରେ, କିନ୍ତୁ ନମ୍ରତାର ଶକ୍ତି ଜଣେ ମଣିଷକୁ ଦେବଦୂତରେ ପରିଣତ କରେ। ସେଥିଲାଗି ସବୁବେଳେ ଶୈତାନ ନ ହୋଇକି ନମ୍ର ରୁହନ୍ତୁ। ଜୀବନର ଗୁରୁତ୍ୱପୂର୍ଣ୍ଣ ସତ୍ୟ ହେଉଛି, ପ୍ରଥମେ ଆମକୁ ମରିବାକୁ ପଡ଼ିବ, ଦ୍ୱିତୀୟତଃ ଆମ ସାଥିରେ କିଛି ନେଇକି ଯିବା ନାହିଁ, ତୃତୀୟତଃ ଯିଏ ଯାହା କରିବ ସେ ଏହାର ମୂଲ୍ୟ ନିଶ୍ଚୟ ଭାବରେ ଦେବ, ଚତୁର୍ଥ ଯେଉଁଠାରେ ସମସ୍ୟା ଆସେ ସେଠାରେ ତାର ସମାଧାନ କରନ୍ତୁ, ପଞ୍ଚମ ଆପଣଙ୍କର ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ, ଦେଖିବେ ବହୁତ ଖୁସିରେ ରହିବେ। ତିନୋଟି ଭଲ ଏବଂ ସତ୍ୟ କଥା। ଯିଏ ଆପଣଙ୍କୁ ଅନ୍ୟମାନଙ୍କର ଦୁର୍ବଳତା ବିଷୟରେ କୁହେ ସେ ନିଶ୍ଚିନ୍ତ ଭାବରେ ଅନ୍ୟମାନଙ୍କ ନିକଟରେ ଆପଣଙ୍କ ବିଷୟରେ ଖରାପ ହିଁ କହିବ। ଯଦି ଭୁଲ ବୁଝାମଣା ସମାଧାନ ନ ହୁଏ ତେବେ ତାହା ଘୃଣାରେ ପରିଣତ ହୁଏ। ପାଣି ପରି ହୁଅନ୍ତୁ ଯାହା ନିଜ ରାସ୍ତା ନିଜେ ତିଆରି କରେ, ପଥର ପରି ନୁହେଁ ଯାହା ଅନ୍ୟମାନଙ୍କ ପଥକୁ ଅବରୋଧ କରେ। ଈଶ୍ୱର ଆମକୁ ଉଭୟ ପାର୍ଶ୍ୱରୁ ପରୀକ୍ଷା କରନ୍ତି, ଦେବା ଏବଂ ନେବା ଦ୍ୱାରା। ତେଣୁ ଯେତେବେଳେ ଆପଣଙ୍କୁ ଯାହା ମିଳିବ ତାଙ୍କୁ ସମ୍ମାନ କରନ୍ତୁ ଏବଂ ଯେତେବେଳେ ସେ ଏହା ଛଡ଼ାଇ ନେବେ ତେବେ ଅପେକ୍ଷା କରନ୍ତୁ। ସବୁ ଜିନିଷ ଭଗବାନଙ୍କ ପାଖରେ, ଆଉ ସବୁ ଜିନିଷ ପାଇଁ ଆମେ ପ୍ରଭୁଙ୍କୁ କୃତଜ୍ଞତା ହିଁ ଜଣାଇବା ନିହାତି ଆବଶ୍ୟକ। କୁହାଯାଏ କି କାହା ଘରକୁ ପ୍ରତିଦିନ ଯିବା ଦ୍ୱାରା ଇଜ୍ଜତ କମ୍ ହୋଇଯାଏ, କିନ୍ତୁ ଗୋଟିଏ ଘର ହେଉଛି ଭଗବାନଙ୍କ ଘର, ଭଗବାନଙ୍କ ଦ୍ୱାର, ଯେଉଁଠିକି ପ୍ରତିଦିନ ଯିବା ଦ୍ୱାରା ଇଜ୍ଜତ ବଢ଼ିଯାଇଥାଏ। କାହା ଶରଣକୁ ଯିବା ଦରକାର ନାହିଁ, କେବଳ ପ୍ରଭୁଙ୍କ ଶରଣକୁ ଯାଆନ୍ତୁ। ଜୀବନରେ ଦୁଇଟି କଥା ଗଣିବା ଛାଡ଼ି ଦିଅନ୍ତୁ, ଏକରେ ନିଜର ଦୁଃଖ, ଦୁଇରେ
ଅନ୍ୟର ସୁଖ ଦେଖନ୍ତୁ, ତାପରେ ଜୀବନ ପୁରା ସହଜ ହୋଇଯିବ। ଆଶା ଓ ବିଶ୍ୱାସ କେବେ ବି ଭୁଲ ହୋଇନଥାଏ। ଏହା ବ୍ୟକ୍ତି ଉପରେ ନିର୍ଭର କରେ, ସେ କାହା ଉପରେ ନିର୍ଭର କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ। ଯଦି ପାତ୍ରଟି ଖାଲି ଅଛି ବା ଜାଗାଟି ଖାଲି ଅଛି, ତେବେ ଏହା ଭାବନ୍ତୁ ନାହିଁ ଯେ ସେ ଭିକ୍ଷା ମାଗିବାକୁ ଯାଇଛି ବା ଆସିଛି। ଏହା ସମ୍ଭବ ଯେ ସବୁକିଛି ବଣ୍ଟନରେ ଆସିଥିଲା। ଗୀତାରେ ଲେଖା ଅଛି, ଭୁଲରେ ମଧ୍ୟ ମୂର୍ଖକୁ ଜ୍ଞାନ ଦେବା ଉଚିତ ନୁହେଁ। ଏହା ଆଖି ସାମ୍ନାରେ ମଧ୍ୟ ସେମାନଙ୍କ ପାଇଁ ତିକ୍ତ ହୋଇଯାଏ। ଯଦି ଏହି ଦୁନିଆରେ କେହି ଆପଣଙ୍କୁ ଅଟକାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ କଥାକୁ ଗ୍ରହଣ କରନ୍ତୁ। କାରଣ ଯେଉଁ ବଗିଚାରେ ମାଳି ନଥାନ୍ତି, ସେହି ବଗିଚା ଗୁଡ଼ିକ ସବୁଠାରୁ ଅଧିକ ନଷ୍ଟ ହୋଇଯାଏ। କ'ଣ ସାଙ୍ଗମାନେ, ସତ୍ୟ କଥା ନା? ବନ୍ଧୁ, ଯଦି ଆପଣଙ୍କ ପରିବାର ସଦସ୍ୟମାନେ ଗାଳି ଦିଅନ୍ତି, ତେବେ ଟିକେ ସମ୍ଭାଳି ଯାଆନ୍ତୁ। କାହିଁକି ନା ଯଦି ସମୟ ଚାପୁଡ଼ା ମାରେ ନା, ତେବେ ବହୁତ କଷ୍ଟ ହେବ। ସମୟର ଚାପୁଡ଼ା ଜୀବନ ଯିବା ପର୍ଯ୍ୟନ୍ତ ବି ମନେ ରହିଥାଏ। ଲୁହାକୁ କେହି ନଷ୍ଟ କରିପାରିବେ ନାହିଁ, କେବଳ ଏହାର କଳଙ୍କି ହିଁ ଏହାକୁ ନଷ୍ଟ କରିପାରିବ। ଠିକ୍ ସେହିପରି ମଣିଷର ଚିନ୍ତାଧାରା ବ୍ୟତୀତ ଆଉ କେହି ତାକୁ ନଷ୍ଟ କରିପାରିବେ ନାହିଁ। ଆପଣଙ୍କର ଚିନ୍ତାଧାରା ସକାରାତ୍ମକ ରଖନ୍ତୁ ଏବଂ ଭଲ ନିଶ୍ଚିତ ଭାବରେ ଘଟିବ। ନକାରାତ୍ମକ ଚିନ୍ତାଧାରା ରଖିବା ମାନେ ଆପଣଙ୍କ ସହିତ ଖରାପ ହିଁ ଘଟିବ। ସବୁବେଳେ ଆପଣଙ୍କ ଭାବନା, ଆପଣଙ୍କ କଥାବାର୍ତ୍ତା, ଆପଣଙ୍କ ଭାବନାକୁ ସବୁବେଳେ ସକାରାତ୍ମକ ରଖିବେ, ଆପଣଙ୍କ ସବୁ ଜିନିଷ ସକାରାତ୍ମକ ହିଁ ହେବ ଆଉ ଆପଣଙ୍କ ସହିତ ଭଲ ହିଁ ଘଟିବ। ଯଦି ଆପଣ ଅନ୍ୟ କାହା ପାଇଁ ଦୀପ ଜାଳିବେ, ତେବେ ଏହା ଆପଣଙ୍କ ପଥକୁ ମଧ୍ୟ ଆଲୋକିତ କରିବେ। ଯଦି ଆପଣ ଅନ୍ୟ କାହା ପାଇଁ ଭଲ ଚାହୁଁଛନ୍ତି ନା, ଭଗବାନ ଆପଣଙ୍କର ନିଶ୍ଚିତ ଭାବରେ ଭଲ କରିବେ। କମ୍ କଥା ହୁଅନ୍ତୁ ଏବଂ ବଡ଼ କାମ କରନ୍ତୁ, କାରଣ ଦୁନିଆ କମ୍ ଶୁଣେ ଏବଂ ଅଧିକ ଦେଖେ। ଖୁସି ଏକ ପ୍ରଜାପତି ପରି। ଖୁସି ଏକ ପ୍ରଜାପତି ପରି। ଆପଣ ଏହାକୁ ଯେତେ ଧରିବାକୁ ଚେଷ୍ଟା କରିବେ, ଏହା ସେତେ ଆପଣଙ୍କ ହାତରୁ ଖସିଯିବ। କିନ୍ତୁ ଯଦି ଆପଣ ଚୁପଚାପ ବସିବେ, ତେବେ ଏହା ଆପଣଙ୍କ ଉପରେ ଆସି ବସିବ। ମଣିଷ ଦୁଇଟି ଲୋକ ପାଖରେ ସବୁବେଳେ ହାରିଯାଏ। ଏକରେ ନିଜ ପରିବାର ପାଖରେ, ଦୁଇରେ ନିଜ ପସନ୍ଦର ମଣିଷ ପାଖରେ। କ'ଣ ସାଙ୍ଗମାନେ, ସତ୍ୟ କଥା ନା? ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହିଲି ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ।